ପାଣି ଟିକେ ପାଇଁ ମୋଟ ପାଖରେ ହାତ ଯୋଡୁଛି। ପୋଷା କୁକୁର ସହିତ ଗୋଟେ ଥାଳିରେ ଭାତ ଖାଉଛି। ଅନ୍ଧାର ଘରକୁ ମୋ ଭାଗ୍ୟ ବୋଲି ଭାବି ନେଇଛି। କେତେ ଆଉ କନେଲେ ତୁ ଉପରେ ଥାଇ ଖୁସି ହବୁରେ ଉପର ବାଲା। ଶୁଣିଥିଲି ଯିଏ ଯାହା ଭାଗ୍ୟରେ ଥାଏ ସିଏ ହିଁ ତା ଘରକୁ ବୋହୂ ହେଇଯାଏ। ହେଲେ ଆଜି ମୁଁ ନିଜେ ବି ବୁଝିପାରୁନି ଏ ସମ୍ପର୍କ କେମିତିକା ସମ୍ପର୍କ। ସମସ୍ତଙ୍କୁ ମୋର ନମସ୍କାର। ମୁଁ ଆକ୍ଚୁଆଲି ଖଣ୍ଡଗିରି ମେଳାଟାକୁ ଖଣ୍ଡଗିରି ମେଳା ହଉ କି ଯେକୌଣସି ମେଳା ହଉ ମାନେ ମୁଁ କମ୍ପିଟିସନ ବୋଲି ଭାବେନି। ମୁଁ ସବୁବେଳେ ଚେଷ୍ଟା କରେ ଦର୍ଶକ ମାନଙ୍କୁ ମୋର 100% ଦବାକୁ। ଆଉ ମୁଁ ସବୁବେଳେ ଚାହେଁ ଯେ ଦର୍ଶକ ମାନେ ମତେ ଆଗରୁ ଯେମିତି ଭଲ ପାଇବା ଦେଇ ଆସୁଛନ୍ତି ଆଗକୁ ମଧ୍ୟ ମତେ ସେମିତି ଭଲ ପାଇବା ଦଉଥାନ୍ତୁ। ସାଇ ପାୟଲ ଯୋଡିଟାକୁ ଆକ୍ଚୁଆଲି ଭାଇରାଲ କରିଛନ୍ତି କେବଳ ଦର୍ଶକ ମାନେ। ସେଇ ଜିନିଷର ସବୁ ଶ୍ରେୟ ଦେବି ମୁଁ ମୋ ଦର୍ଶକ ମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ବି ଜଣେଇବି। ବହୁତ କମ ଦିନରେ ମାନେ ଏଇଟା ହଉଛି ତୁଳସୀ ଗଣନାଟ୍ୟରେ ଆମର ହଉଛି ଏଇଟା ତୃତୀୟ ବର୍ଷ ଆମ ଯାତ୍ରା କ୍ୟାରିୟର। ତ ମାନେ ଏଇ 2 ବର୍ଷ ଏଇ ତୃତୀୟ ବର୍ଷରେ ବି ମାନେ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ମଞ୍ଚରେ ଅଭିନୟ କଲାବେଳେ ତ ଆମେ ସବୁବେଳେ ଚରିତ୍ର ଭିତରେ ହିଁ ଥାଉ। ସିଏ ମୋର କିଏ ମାନେ ତଳେ ଆମ ସମ୍ପର୍କ ଅଲଗା କିନ୍ତୁ ମଞ୍ଚରେ ଆମେ ସବୁବେଳେ ନିଜ ନିଜ ଚରିତ୍ର ଭିତରେ ହିଁ ଥାଉ। ନାଇଁ ମୁଁ ଜାଣିନି ସେଟା ମାନେ ଏଇ ତ ମୁଁ ସବୁ ମାନେ ଠାକୁର ହିଁ ଦେଇଛନ୍ତି ଭଗବାନ ହିଁ ଦେଇଛନ୍ତି। ମୁହଁ ହାତ ଗୋଡ ହସ ଆଖି ନାକ କାନ ସବୁ ସେଇ ଭଗବାନ ହିଁ ଦେଇଛନ୍ତି। ଆଉ ମୁଁ ହସି ଯଦି ଦର୍ଶକ ମାନଙ୍କୁ ଭଲ ଲାଗୁଛି ତାହେଲେ ବହୁତ ବହୁତ ଧନ୍ୟବାଦ। ମୁଁ ଜାଣିନି। ଏଇଟା ଆକ୍ଚୁଆଲି ସତ କଥା। ମାନେ କଣ କହିଲେ ଲୋକମାନେ କହିବେ ଯେହେତୁ ଆମେ କଳାକାର ମାନେ ଆମେ ଟିକେ ଲୋକଲୋଚନକୁ ଟିକେ ଆମେ ବହୁତ ଜଲ୍ଦି ପଳେଇ ଆସୁ। ଲୋକମାନଙ୍କର ନଜର ସବୁବେଳେ ଆମ ଉପରେ ଥାଏ। ତ ସେଇଥିପାଇଁ ଆଉ ଲୋକମାନଙ୍କ କଥା ଆମେ କାହିଁକି ଶୁଣିବା ଯେ ଲୋକ ତ ବହୁତ କଥା କହିବେ। ଆଉ ଆମେ କଣ ଜଣ ଜଣଙ୍କୁ ସମସ୍ତଙ୍କୁ ଏକ୍ସପ୍ଲେନେସନ କିଛି ଦେଇପାରିବା କି ଦେଇପାରିବାନି। ଲୋକମାନେ ସମସ୍ତେ ଭଲ ବି କହୁଛନ୍ତି ତାଳି ବି ମାରୁଛନ୍ତି ଗାଳି ବି ଦଉଛନ୍ତି। ସବୁ କିଛି ଜିନିଷକୁ ଆକ୍ସେପ୍ଟ କରିବା ଦରକାର। ମତେ ବହୁତ ମଜା ଲାଗେ। ମୁଁ ସବୁବେଳେ ମାନେ ତାଙ୍କର ରିବନ ଫିତା ଡ୍ୟାନ୍ସ ମାନେ ସେ ସିନଟା ଯେତେବେଳେ ବି ହୁଏ ମୁଁ ପେଣ୍ଟିଂ ରୁମ ରେ ଥାଏ କଷ୍ଟ୍ୟୁମ ଚେଞ୍ଜ କରିଥାଏ ମୁଁ ସାଙ୍ଗେ ସାଙ୍ଗେ ଦୌଡ଼ିକି ଆସିକି ମୁଁ ପ୍ରତ୍ୟେକଟି କ୍ୟାମ୍ପରେ ମୁଁ ତାଙ୍କର ରିବନ ଫିତା ଡ୍ୟାନ୍ସ ଦେଖେ। ଆମ ଦି ଜଣଙ୍କର ମୁଁ ଜାଣିନି ସେଟା ହବ ନା ନାହିଁ କିନ୍ତୁ ରିବନ ଫିତା ଆକ୍ଚୁଆଲି ତାଙ୍କ ଭାଉଜଙ୍କୁ ନେଇକି ସେ ଡାନ୍ସ ଟା ଭାଇରାଲ। ହଁ ଦେଖିବା ଯଦି କେବେ ପସିବୁଲ ହୁଏ ତାହେଲେ ମାନେ ଏମିତି ତ ମାନେ ମଞ୍ଚ ଉପରେ ତ କରିହବନି ସୋସିଆଲ ମିଡିଆରେ ରିବନ ଫିତା ଡାନ୍ସ କରିକି ପୋଷ୍ଟ କରିବୁ। ଆକ୍ଚୁଆଲି ମାନେ କଣ କହିଲେ ସେ ସବୁ ଭଗବାନ ହିଁ ସବୁ କରେଇଛନ୍ତି। ମାନେ ଯେମିତି କୁହନ୍ତି ବିନା ଦୋଷରେ ମଶା କାମୁଡେନି ସେଇଭଳିଆ କଥା ମୋର ବୋଧେ ମାନେ ତାଙ୍କ ସହିତ ଦେଖା ହବାର ଥିଲା ମାନେ ସେଟା ହେଇଗଲା ଭଗବାନ ହିଁ କରେଇଛନ୍ତି ସେଟା ଆମେ ହଉ ହେଇଗଲା। ହଉ ଗୋଟେ ଆମର ନାଟକ ଅଛି ଏ କେମିତିକା ସମ୍ପର୍କ ପପୁ ବ୍ରହ୍ମ ସାରଙ୍କର ରଚନା ଆଉ ରଞ୍ଜନ ବିଶ୍ୱାଳ ସାରଙ୍କର ନିର୍ଦ୍ଦେଶନାର ନାଟକ। ସେଇ ନାଟକର ଗୋଟେ ଡାୟଲଗ ମୁଁ କହିବାକୁ ଚାହିଁବି। ହେ ଈଶ୍ୱର ଇଏ ତମର କି ବିଚାର
ପାଣି ଟିକେ ପାଇଁ ମୋ ଅନ୍ୟ ପାଖରେ ହାତ ଯୋଡୁଛି। ପୋଷା କୁକୁର ସହିତ ଗୋଟେ ଥାଳିରେ ଭାତ ଖାଉଛି। ଅନ୍ଧାର ଘରକୁ ମୋ ଭାଗ୍ୟ ବୋଲି ଭାବି ନେଇଛି। କେତେ ଆଉ କଣ ଦେଲେ ତୁ ଉପରେ ଥାଇ ଖୁସି ହବୁରେ ଉପର ବାଲା। ଶୁଣିଥିଲି ଯିଏ ଯାହା ଭାଗ୍ୟରେ ଥାଏ ସିଏ ହିଁ ତା ଘରକୁ ବୋହୂ ହେଇଯାଏ। ହେଲେ ଆଜି ମୁଁ ନିଜେ ବି ବୁଝିପାରୁନି ଏ ସମ୍ପର୍କ କେମିତିକା ସମ୍ପର୍କ।